କିଛି ଦିନ ତଳର କଥା। ଗୋଟିଏ ଛୋଟ ଗାଁରେ ଗୋଟିଏ ଗରିବ ପରିବାରଟିଏ ଥିଲା। ତାଙ୍କର ଗୋଟିଏ ଛୋଟ ଝିଅଟିଏ ଥିଲା ଯାହାର ନାମ ପୂଜା ଥିଲା। ପୂଜା ଛୋଟବେଳୁ ବହୁତ ବାପା ମାଙ୍କର ଗେଲା ଥିଲା। ତା ବାପା ମା ମଧ୍ୟ ତାକୁ ବହୁତ ଗେଲାରେ ରଖୁଥିଲେ ଏବଂ ତାର ସବୁ ଇଚ୍ଛାକୁ ପୂରଣ କରୁଥିଲେ। ପୂଜାର ବାପା ଫ୍ୟାକ୍ଟ୍ରିରେ ଗୋଟେ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କର ରୋଜଗାର ବିଶେଷ ଭାବରେ ଅଧିକ ନଥିଲା, କିନ୍ତୁ ସେ କମ୍ ରୋଜଗାରରେ ମଧ୍ୟ ପରିବାରକୁ ଭଲରେ ଚଳଉଥିଲେ। ପୂଜା ମଧ୍ୟ ତା ବାପାଙ୍କର ଆର୍ଥିକ ଅବସ୍ଥା ଜାଣିପାରି କେବେ ବି ତା ବାପା ମାଙ୍କ ନିକଟରେ ଅଳି ଅର୍ଦଳି କରୁନଥିଲା ଏବଂ କୌଣସି ଜିନିଷ ପ୍ରତି ମଧ୍ୟ ଜିଦ୍ଦି କରୁନଥିଲା। ସେ ସବୁବେଳେ ମନ ଦେଇ ପାଠ ପଢ଼େ ଏବଂ ଏବଂ ତା ମା ତାକୁ ଯାହା ଖାଇବାକୁ ଦିଅନ୍ତି ସେ ତାକୁ ମନ ଖୁସିରେ ଖାଇଦିଏ। କେବେ ବି କୌଣସି ଜିନିଷ ପାଇଁ ତାଙ୍କ ମା ଆଗରେ ଜିଦ୍ଦି। ପୂଜାର ବାପା ଫ୍ୟାକ୍ଟ୍ରିରୁ ଆସୁଥିବା ସମୟରେ ଜଙ୍ଗଲରେ ଗୋଟିଏ ଚମକୁଥିବା ଗଛଟିଏ ଦେଖିଲେ। ସେ ଗଛଟି ବହୁତ ଚମକୁଥିଲା ଏବଂ ଗୋଟେ ଅଜୀବ ପ୍ରକାରର ମଧ୍ୟ ଥିଲା। ସେ ଗଛଟିକୁ ଜଙ୍ଗଲରୁ ଉପାଡ଼ି ନେଇ ଘରକୁ ନେବା ପାଇଁ ଚିନ୍ତା କଲେ। ପୂଜାର ବାପା ଘରକୁ ଆସି ପୂଜାକୁ ଏବଂ ତା ମାଆକୁ କହୁଛନ୍ତି, ଦେଖ ମୁଁ ଜଙ୍ଗଲରୁ ଗୋଟେ ଅଦ୍ଭୁତ ପ୍ରକାର ଗଛଟିଏ ଆଣିଛି। ଏ ଗଛଟି ମୋତେ ବହୁତ ସୁନ୍ଦର ଦେଖାଗଲା, ସେଥିପାଇଁ ମୁଁ ଘରକୁ ନେଇ ଆସିଛି। ଏହା ଶୁଣି ପୂଜା ମଧ୍ୟ ଖୁସି ହେଇଗଲା ଏବଂ ତା ବାପାଙ୍କୁ କହିବାକୁ ଲାଗିଲା, ହଁ ବାପା, ଏ ଗଛଟି ବହୁତ ଚମକୁଛି, ଯେମିତି ଚମକୁଛି ଯେମିତି ଲାଗୁଛି ଇଏ ସୁନାର ଗଛ ଅଛି। ଚାଲ ବାପା ଗୋଟେ କାମ କରିବା, ଏଇ ଗଛଟିକୁ ବଗିଚାରେ ଲଗେଇଦବା। ଲଗେଇଲା ପରେ ହେଇପାରେ ଗଛଟି ଭଲ ଫଳ ଦେବ। ବାପ ଝିଅଙ୍କ କଥା ଶୁଣି ପୂଜାର ମା ସେଠାକୁ ଆସିଗଲେ ଏବଂ ଚମକୁଥିବା ଗଛଟି ଦେଖି ସେ ବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପୂଜାର ଏବଂ ତା ବାପା କଥାରେ ରାଜି ହୋଇଗଲେ କି ସେ ଗଛଟାକୁ ତାଙ୍କ ବାଡ଼ିରେ ଲଗେଇବା ପାଇଁ। ସେମାନେ ତାପରେ ଗଛଟିକୁ ତାଙ୍କ ବାଡ଼ିରେ ଲଗେଇଦେଲେ। କିଛି ଦିନ ପରେ ଗଛଟି ବଡ଼ ହେବାକୁ ଲାଗିଲା ଏବଂ ସେଥିରେ ଫଳ ମଧ୍ୟ ହେଲା। ଫଳଟି ଏତେ ସୁନ୍ଦର ଥିଲା ଯେ ଦୂରରୁ ଦେଖିଲେ ସୁନାର ଫଳ ଭଳି ଦେଖାଯାଉଥିଲା। ଏହି ଗଛରେ ବହୁତ ସୁନ୍ଦର ଗାଜର ଉଠିବାକୁ ଲାଗିଲା। ସେହି ଗଛର ଗାଜର ଗୁଡ଼ିକ ବହୁତ ମିଠା ଥିଲା। ସେମାନେ ସେ ଗାଜରକୁ ତାଙ୍କର ରୋଷେଇରେ ବ୍ୟବହାର କରିବାକୁ ଲାଗିଲେ ଏବଂ ଯେମିତି ତାକୁ ଗୋଟେ ସାଧାରଣ ପରିବା ଭାବିକି ତାକୁ ନିୟମିତ ରୋଷେଇ କଲେ। କିନ୍ତୁ ସେମାନଙ୍କ ଭିତରୁ କେହି ଜାଣିପାରିଲେନି ସେ ଗାଜର ଗୁଡ଼ିକ ଚମତ୍କାରୀ ଗାଜର ଅଟେ ଏବଂ ଯେଉଁ ଗଛଟି ଲଗେଇଛନ୍ତି ସେ ଗୋଟେ ଅଦ୍ଭୁତ ଗଛ, ଯୋଉଟାକି ସୁନାର ଗାଜର ଥିଲା। ଗୋଟିଏ ଦିନ ପୂଜା ସେ ଗଛ ପାଖରେ ବସି ଗଛର ଯତ୍ନ ନେଉଥିଲା ଏବଂ ସେ ଗଛ ସହିତ କଥାବାର୍ତ୍ତା ମଧ୍ୟ ହେଉଥିଲା। ହଠାତ୍ ସେ ଗଛରୁ ଗୋଟିଏ ଶବ୍ଦ ଆସିଲା କି, ପୂଜା, ତୁ ବହୁତ ଭଲ ଅଟୁ, ସବୁବେଳେ ତୁ ମୋର ବହୁତ ଭଲ ଯତ୍ନ ନେଉଛୁ, ଆଉ ସବୁବେଳେ ତୁ ମୋତେ ଠିକ ସମୟରେ ପାଣି ମଧ୍ୟ ଦଉ, ସେଥିପାଇଁ ତତେ ଅଶେଷ ଅଶେଷ ଧନ୍ୟବାଦ। ସେଥିପାଇଁ ଆମେ ଦି ଜଣ ସାଙ୍ଗ ଅଟୁ। ମୁଁ ମୋ ସାଙ୍ଗର ଦାୟିତ୍ୱ ନିଭେଇବାକୁ ଚାହୁଁଛି। ତତେ ମୁଁ ଗୋଟେ ସୁନାର ଗାଜର ଦେବାକୁ ଚାହୁଁଛି, ଯେଉଁଥିରେ କି ତୁ ଆଜି ପର୍ଯ୍ୟନ୍ତ ଯେଉଁ ଇଚ୍ଛା ପୂରଣ କରିପାରୁନୁ ସେଇ ଇଚ୍ଛାକୁ ସେଇଥିରେ ପୂରଣ କରିପାରିବୁ। ମୁଁ ଯେତେବେଳେ ଛୋଟ ଗଛଟି ଥିଲି ତୋ ବାପା ମୋତେ ଜଙ୍ଗଲରୁ ଆଣିଥିଲେ। ତୁ ମୋତେ ସେବେଠାରୁ ଗଛଟିକୁ ଲଗେଇ ମୋତେ ବହୁତ ଯତ୍ନର ସହିତ ବଡ଼ କରିଛୁ। ଏହି କଥା ସବୁ ଶୁଣି ପୂଜା ଆଶ୍ଚର୍ଯ୍ୟ ହୋଇଗଲା। ପୁଣି ଥରେ ଗଛଟିକୁ ସେ ତାକୁ ଦେଖିବାକୁ ଲାଗିଲା ଏବଂ ସେ ଗଛଟିକୁ କହିଲା, କ'ଣ ତୁମେ ସତରେ ଗୋଟେ ଯାଦୁର ଗଛ ଯୋଉଥିରେ କି ସୁନାର ଫଳ ଦିଅ? ତମେ ସତ କହୁଛ ନା ଗଛ? କୁହ ସାଙ୍ଗ, ମୁଁ ତମ କଥା ଶୁଣିବାକୁ ଚାହୁଁଛି। ଗଛ ଉତ୍ତର ଦେଇ କହୁଛି, ହଁ, ମୁଁ ସତରେ ଗୋଟିଏ ଯାଦୁର ଗାଜର ଗଛ ଯୋଉଟାକି ସୁନାର ଫଳ ଦିଏ। ଗଛଟି ପୂଜାକୁ କହୁଛି, ତୋର ଯାହା ଇଚ୍ଛା ତୁ ମୋତେ ମାଗିପାରିବୁ। ଏବଂ ସେତେବେଳେ ଗଛଟି ପୂଜାକୁ ଗୋଟିଏ ସୁନ୍ଦର ଲେଙ୍ଗା ଦେଉଛନ୍ତି ଯୋଉଟାକି ସେଥିରେ ସୁନାରେ ପରିପୂର୍ଣ୍ଣ ଥିଲା। ପୂଜା ମଧ୍ୟ ସେ ଲେଙ୍ଗାକୁ ଦେଖି ବହୁତ ଖୁସି ହେଇଗଲା। ସେ ଲେଙ୍ଗାଟିକୁ ଧରି ତା ବାପା ମା ପାଖକୁ ଗଲା ଏବଂ ତା ବାପା ମାଙ୍କୁ ସବୁ ସତ କଥା କହିଲା। ତା ବାପା ମା ମଧ୍ୟ ସେ ଲେଙ୍ଗାଟିକୁ ଦେଖି ବହୁତ ଖୁସି ହେଇଗଲେ। ସେମାନେ ସମସ୍ତେ ସେ ଗଛ ମୂଳକୁ ଆସିଲେ। ଗଛଟିକୁ ସମସ୍ତେ ଧନ୍ୟବାଦ ଜଣେଇଲେ। ତାପରେ ସେମାନେ ସମସ୍ତେ ଗଛର ଆହୁରି ଅଧିକ ଯତ୍ନ ନେଲେ। ଧୀରେ ଧୀରେ ତାଙ୍କର ଆର୍ଥିକ ଅବସ୍ଥା ସୁଧୁରିବାକୁ ଲାଗିଲା। ତାପରେ ସେ ନିଜର କୁଡ଼ିଆ ଘରକୁ ଭାଙ୍ଗି ଗୋଟେ ଭଲ ଘର ତିଆରି କଲେ ଏବଂ ତାହାପରେ ସେଥିରେ ସେ ଗଛ ଦ୍ୱାରା ମିଳୁଥିବା ଧନରୁ ଗରିବ ଲୋକଙ୍କର ସାହାଯ୍ୟ କରିବାକୁ ଲାଗିଲେ।